ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଏକ ଗୁରୁତର। ଡାବୁଗାଁ ବ୍ଲକ ଅଧୀନ ଦେଶୀ ମଦ ଭାଟିର ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ମୃତ ଓ ଏକ ଗୁରୁତର। ସୂଚନାଯୋଗ୍ୟ, ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ବୋରିଗାଁ ମୁଖ୍ୟ ରାସ୍ତାରେ ଦେଶୀ ମଦ ଭାଟି ନିକଟରେ ଡାବୁଗାଁ ନୂଆଗଡ଼ା ଗ୍ରାମର ନାଡୁ ଗୌଡ଼ ବୟସ 33 ଓ ତାଙ୍କର ଶିଶୁ ପୁତ୍ର ମଙ୍ଗଲ ଦାସ ଗୌଡ଼ ବୟସ 5ଙ୍କ ସହ ନିଜ ବାଇକ୍ ନମ୍ବର ଓଡି 24D 0270 ଯୋଗେ ରାତି ପ୍ରାୟ 7 ଘଣ୍ଟା ସମୟରେ ଶ୍ୱଶୁର ଘରକୁ ଯାଉଥିବା ବେଳେ ବିପରୀତ ଦିଗରୁ ମାନିଗାଁ ଗ୍ରାମର ପୁରଞ୍ଜାନୀ ବୟସ 23 ବାଇକ୍ ନମ୍ବର ଓଡି 24A 6972 ଯୋଗେ ଡାବୁଗାଁ ଅଭିମୁଖେ ଫେରୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ଡାବୁଗାଁ ଅଗ୍ନିଶମ କେନ୍ଦ୍ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି 3 ଜଣଙ୍କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନାଡୁ ଗୌଡ଼ ଓ ପୁରଞ୍ଜାନୀଙ୍କୁ ମୃତ ଘୋଷଣା କରିଥିଲେ। ନାଡୁ ଗୌଡ଼ଙ୍କ ଶିଶୁପୁତ୍ର ମଙ୍ଗଲ ଦାସ ଗୌଡ଼ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଥାନା ପ୍ରବେଶର ସବ୍ ଇନ୍ସପେକ୍ଟର ଦଣ୍ଡଚରଣ ସେଠୀ ଓ ଏଏସ୍ଆଇ ଚନ୍ଦ୍ରଶେଖର ହଜାରୀ ଓ ପୋଲିସ କର୍ମଚାରୀମାନେ ପହଞ୍ଚି ତଦନ୍ତ କରୁଛନ୍ତି। ବ୍ୟୁରୋ ରିପୋର୍ଟ, ଜୟପୁର ବ୍ରେକିଂ।